ସାଙ୍ଗମାନେ ଲୋକେ କହନ୍ତି, ମୋତେ ବି କୁହନ୍ତି, ସହିବା ଲୋକ ବଡ଼ ଲୋକ, କହିବା ଲୋକ କେବେ ବଡ଼ ହୁଅନ୍ତିନି। କିନ୍ତୁ ଯେଉଁମାନେ କୁହନ୍ତି ସେମାନେ ଭାବିଛନ୍ତି ଯଦି ତାଙ୍କୁ କିଏ ସେଇଭଳି କୁହନ୍ତି ସେମାନେ ତ ସହିପାରିବେ। କହିବା ଭାରି ସହଜ, କିନ୍ତୁ ଥରେ ସେଇ ଜାଗାକୁ ଆସିକି ଦେଖ କେଉଁଠି ଚୁପ୍ ରହିବ। ଯଦି ଗୋଟେ ଲୋକକୁ ବାର ବାର ସବୁ କଥାରେ ନେଇକି କମେଣ୍ଟ ମାରିବ, ପିନ୍ ମାରିବ, ଝଗଡ଼ା କରିବ, ତାହେଲେ ସେ ସହିବ କେମିତି? ସାମାନ୍ୟ କଥା ହୁଅନ୍ତା, ଥରେ ଅଧେ ହୁଅନ୍ତା ସହିଯାଆନ୍ତା। ଯଦି ସବୁବେଳେ ତାକୁ କୁହାଯିବ ସେ ସହିବ କେମିତି? ତା ହୃଦୟଟା କ'ଣ ପଥର? ସେ ସହିବ? ଯେମିତି କିଛି ଲୋକ ଅଛନ୍ତି ଅତୀତରେ କ'ଣ ହେଇଥିଲା ତାକୁ ନେଇକି ଖୁଣ୍ଟା ଦେବେ, ବର୍ତ୍ତମାନରେ କ'ଣ ଚାଲିଛି ତାକୁ ଖୁଣ୍ଟା ଦେବେ, ଭବିଷ୍ୟତରେ କ'ଣ ଚାଲିଛି ତାକୁ ନେଇକି, ଆଗକୁ କ'ଣ ହେବ ସେଇଟା ଭଗବାନ ଜାଣନ୍ତି, କେହି ଜାଣିଥିବେନି, ତାକୁ ବି ନେଇକି ଖୁଣ୍ଟା ଦେଇ ଦେଉଛନ୍ତି। ମାନେ ଯେମିତି ସେମାନେ ଭବିଷ୍ୟତ ଲେଖିଦେଲେ, ଆଉ ଯଦି ଛୁଆଣିଆ ହେଲା ଖୁଣ୍ଟା ଦେଲେ, ଏମିତି ବହୁତ ଖୁଣ୍ଟା ଦିଅନ୍ତି। ଯେଉଁ କଥା ସହିବାର ସୀମା ଥାଏ ସେ କଥାକୁ ଆମେ ସହିବା। ସବୁ କଥାକୁ ଯଦି ସହିବା ଇଏ ସମାଜରେ ଆମେ ହାରିଯିବା। କାହିଁକି ନା ଜଣେ ଯଦି ମୁହଁ କେବେ ନ ଖୋଲେ ନା ତା ଉପରେ ସବୁ ଦୋଷ ନଦି ଦେବେ। ଏଇଟା ମୁଁ ଅଙ୍ଗେ ନିଭେଇଛି। ତ ଆପଣମାନେ କୁହନ୍ତୁ, ସହିବା କ'ଣ ଏତେ ସହଜ? ଥରେ ଦେଖି ସେଇ କଥା ଯେଉଁମାନେ କହୁଛନ୍ତି ତାଙ୍କୁ ପଚାରିକି ବୁଝିବା। ଯଦି ତୁମକୁ ଏମିତି କିଏ କହି ତୁମେ ସହିପାରିବ? ଥରେ କହିକି ଦେଖିବା।